ଜାନୁଆରୀ ରେ ଆସନ୍ତା ମାସରେ ବଢ଼ିକି ଆସିବ ଦରମା ସରକାର ଦେଲେ ସ୍ପଷ୍ଟ। ଆପଣମାନେ ସମସ୍ତେ ଜାଣିପାରିବେ ଏ ଯେଉଁ ଜାନୁଆରୀ ମାସ ମଧ୍ୟ ଆସିବ, ଏ ଜାନୁଆରୀ ମାସରେ ଯଦି ବି ମାନି ନିଅନ୍ତୁ ଆପଣ କୌଣସି ବି ଜାଗାରେ ସରକାରୀ କର୍ମଚାରୀ ରହିଛନ୍ତି କିମ୍ବା କିଛି ବି ଜାଗାରେ ଆପଣ ସରକାରୀ କର୍ମଚାରୀ ରହିଛନ୍ତି ଏବଂ ସରକାରୀ କର୍ମଚାରୀ ଅଛନ୍ତି, ତ ସେ ଜାଗାରେ ଆପଣ ଜାଣି ରଖନ୍ତୁ ଆପଣଙ୍କୁ ବହୁତ ଶୀଘ୍ର ଜାନୁଆରୀ ମାସରେ ଆପଣଙ୍କୁ ଦରମା ବଢ଼ିବ ବୋଲି ଘୋଷଣା କରାଯାଉଛି। ଆଉ ଏଇ ଜାନୁଆରୀ ମାସରେ ମଧ୍ୟ ଦିଆଯିବ ବୋଲି କିଛି ଅପଡେଟ୍ ଆସିଛି। ଏହାରି ବିଷୟରେ ଆଜି କଥା ହେବା। ତଥାପି ଆପଣ କୌଣସି ବି ଜାଗାରେ କର୍ମଚାରୀ ରହିଥିବେ, ସରକାରୀ କର୍ମଚାରୀ ରହିଥିବେ, ତ ତାହେଲେ ଏ ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ, କାହିଁକି ନା ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ କିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟଟି ହେବ ହେଲା। ତ ସେଥିପାଇଁ ଏବେ ଜାଣିବା କି ଆପଣମାନେ କେମିତି କ'ଣ ପାଇବେ, ପୁରା ଫୁଲ୍ ଅପଡେଟ୍ ଜାଣିବା। ତ ଆପଣମାନେ ସମସ୍ତେ ଜାଣିଥିବେ କି ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ବର୍ତ୍ତମାନ ଗୋଟିଏ ଖବର ଉପରେ ଧ୍ୟାନ ଦେଇଛନ୍ତି କି ଅଷ୍ଟମ ବେତନ କମିଶନ କିଛି ସମୟ ଧରି କରିଡର ଏକ ଚର୍ଚ୍ଚା ଚାଲିଛି ଯେ ସରକାର ଜାନୁଆରୀ 1, 2026ରୁ ନୂତନ ବେତନ କମିଶନ ଲାଗୁ କରି କର୍ମଚାରୀମାନଙ୍କୁ ଏକ ବଡ଼ ନୂତନ ବର୍ଷର ଉପହାର ଦେଇପାରନ୍ତି। ମାନେ ଏ ଜାଗାରେ ଆପଣଙ୍କୁ ଫଟାଫଟ କୁହାଯାଇଛି ଏବଂ ଆପଣଙ୍କୁ କହୁଛି ଏ ଯେଉଁ ଅଷ୍ଟମ ବେତନ କମିଶନ ଗୁଡ଼ାକ ରହିଛି ଏଇଟା କିଛି ସମୟ ଧରି କରିଡରରେ ଚର୍ଚ୍ଚା ଚାଲିଛି ହେଲା, ଯେ ସରକାର ଆପଣଙ୍କୁ ଏ ଜାନୁଆରୀ 1, 2026ର ନୂତନ ବେତନ କମିଶନ ଲାଗୁ କରିବେ ବୋଲି ଘୋଷଣା କରାଯାଉଛି ଏବଂ ଏଇଟା ହେଉଛି ନୂତନ ବର୍ଷର ଉପହାର ମଧ୍ୟ ରହିଛି ବୋଲି ଆପଣମାନଙ୍କୁ ଏ ରିପୋର୍ଟ ଅନୁସାରେ ଜଣାପଡ଼ିଛି। ତା ସହିତ ଯଦି ବି ଦେଖିବା ଏହି ଆଶା ଏବଂ କଳ୍ପନା ଜଳ୍ପନା ମଧ୍ୟରେ କେନ୍ଦ୍ର ସରକାର ଏବେ ସଂସଦରେ ପରିସ୍ଥିତି ସୃଷ୍ଟି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହି ସଦ୍ୟତମ ବିବୃତ୍ତି ସୋସିଆଲ ମିଡ଼ିଆ ଏବଂ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ଏ ଜାଗାରେ ଯଦି ବି ଦେଖିବା ମାନେ ବହୁତ କଳ୍ପନା ଯୋଜନା ମଧ୍ୟରେ କେନ୍ଦ୍ର ସରକାର ଏବେ ଚର୍ଚ୍ଚା କରିଛନ୍ତି ଏବଂ ଏ ସଂସଦରେ କିଛି ପରିସ୍ଥିତି ସ୍ପଷ୍ଟ କରିଛନ୍ତି। ମାନେ ଅର୍ଥ ମନ୍ତ୍ରଣାଳୟ ଯଦି ବି ଦେଖିବା ସୋସିଆଲ ମିଡ଼ିଆରେ ବହୁତ ଘୁରି ବୁଲୁଛି ସରକାରୀ କର୍ମଚାରୀଙ୍କ ଏ ଯେଉଁ ପେନ୍ସନକୁ ନେଇକି। ଏବେ ଯଦି ବି ଦେଖିବା ତାହେଲେ ସୋମବାର ଡିସେମ୍ବର 8, 2025ରେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ଲିଖିତ ଉତ୍ତରରେ ଅଷ୍ଟମ ବେତନ କମିଶନର କାର୍ଯ୍ୟାନ୍ୱୟନ ତାରିଖ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ମାନେ ଏ ଯେଉଁ ରହିଛି ଆପଣଙ୍କ ସୋମବାର ଦିନ ଡିସେମ୍ବର 8, 2025ରେ ଯେଉଁ ସଂସଦର ଶୀତକାଳୀନ ଅଧିବେଶନ ରଖିଥିଲେ, ଏ ଯେଉଁ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏ ଗୋଟିଏ ଲିଖିତ ଉତ୍ତରରେ ଅଷ୍ଟମ ବେତନ କମିଶନର କିଛି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାକୁ ନେଇ ମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ ବୋଲି ଅପଡେଟ୍ ଆସୁଛି। ସରକାର ଜାନୁଆରୀ 1, 2026ରୁ ଅଷ୍ଟମ ବେତନ କମିଶନ ଅଷ୍ଟମ ସିପିସି ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବରେ କହିଥିଲେ ସରକାର କାର୍ଯ୍ୟାନ୍ୱୟନ ତାରିଖ ସ୍ଥିର କରିବେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବି ନିଷ୍ପତ୍ତି ନିଆଯାଏ ନାହିଁ। ମାନେ ଏ ଜାଗାରେ ଆପଣଙ୍କୁ ପୁଣି କୁହାଯାଉଛି ମାନେ ଯେଉଁ ସରକାର ଜାନୁଆରୀ 1, 2026ରୁ ଯେଉଁ ଅଷ୍ଟମ ବେତନ କମିଶନକୁ ଅଷ୍ଟମ 8ମ ସିପିସି କୁହାଯାଏ ହେଲା, ଏ ଯେଉଁ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ବୋଲି ମାନେ କିଛି ପଚାରିଛନ୍ତି ହେଲା, ସେ ସ୍ପଷ୍ଟ ଭାବରେ କିଛି କହିଥିଲେ ସରକାର ଯେ କାର୍ଯ୍ୟାନ୍ୱୟନ ତାରିଖ ଯେଉଁଟା ସ୍ଥିର କରିବେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବି ନିଷ୍ପତ୍ତି ନିଆଯାଏ ନାହିଁ ମାନେ ଏଇ ଯେଉଁ ପେନ୍ସନକୁ ନେଇକି ଏହି ତାରିଖ ମିଳିବ ବୋଲି। ବଟ୍ ସେଇଟା ଖାଲି କଣ୍ଡିସନଟା ଆସିଦେଲା ମାନେ ଏଇ ଯେଉଁ ତାରିଖ କହିଲି ସେଇ ତାରିଖରେ ମିଳିବ ବୋଲି। ଏବେ ରହିଛି ଆପଣଙ୍କର ସୁପାରିଶ ଆସିବାକୁ 18 ମାସ ଲାଗିପାରେ, 18 ମାସ ଲାଗିପାରେ। ମାନେ ଏଇ ଯେଉଁ ଆପଣଙ୍କର ପେନ୍ସନଟା ରହିଛି ଏ ପେନ୍ସନଟି ଆପଣଙ୍କୁ ପାଇବାକୁ ହେଲେ କିଛି 18 ମାସ ମଧ୍ୟ ଲାଗିପାରେ ବୋଲି କୁହାଯାଉଛି। କର୍ମଚାରୀମାନଙ୍କ ପ୍ରଶ୍ନ ଉତ୍ତର ଦେଇ କିଛି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏହି ପ୍ରକ୍ରିୟାର ସମୟସୀମା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ଅଷ୍ଟମ ବେତନ କମିଶନ ପୂର୍ବରୁ ଗଠିତ ହୋଇସାରିଛି ଏବଂ ଅର୍ଥ ମନ୍ତ୍ରଣାଳୟ 3 ନଭେମ୍ବର 2025ରେ ଏହାର ସନ୍ଦର୍ଭ ସନ୍ତାବଳୀ TOR ଜାରି କରିଛି। ଏ ଜାଗାରେ ଆମେ ଯଦି ବି ଦେଖିବା ଏ ଯେଉଁ ପ୍ରଶ୍ନର ଉତ୍ତର ମଧ୍ୟ ଆସିଛି ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କୁ, ମାନେ ଏ ସମୟସୀମା ଯଦି ବି ଦେଖିବା ସେ ବ୍ୟାଖ୍ୟା କରିଦେଲେ ଯେ ମାନେ ଅଷ୍ଟମ ବେତନ କମିଶନ ପୂର୍ବରୁ ଯେଉଁ ଗଠିତ ହୋଇସାରିଛି ଯେଉଁ ମନ୍ତ୍ରଣାଳୟଟି ହୋଇସାରିଛି ମାନେ ଏ 3 ନଭେମ୍ବର 2025ରେ ସନ୍ଦର୍ଭ ସର୍ତ୍ତାବଳୀ TOR ଜାରି କରିଛି ବୋଲି ଅପଡେଟ୍ ଆସିଛି। ତଥାପି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କମିଶନକୁ ତାଙ୍କର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ପ୍ରାୟ 18 ମାସ ସମୟ ଲାଗିବ। ତା ସହିତ ଆପଣ ସମସ୍ତେ ବି ଜାଣିଛନ୍ତି ଏବଂ ଜାଣିପାରିଛନ୍ତି ମାନେ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ 18 ମାସ ସମୟ ଲାଗିପାରେ।
कमिशन निजर पद्धति एवं प्रक्रिया निर्णय करेंगे। यार अर्थ होची कमिशन को सुपारिश गुड़िक ग्रहण करेंगे एवं तापर सरकार द्वारा अनुमोदन पाइबा समय लगे। तेणु जनवरी 1 2026 तारीख को प्रस्तुत स्थिर भाव में विचार करने अकाल होली कहुच्छी। आपण मैंने समस्ते जापारे 50 लाख परिवार उपर सीधा सड़क प्रभाव पड़ुछि। मैंने अष्टम वेतन कमिशन परिसर बहुत व्यापक हो गला, मैंने बहुत बदली गलाने। सरकार द्वारा जो शेयर करा तथ्य अनुजाई से देश में मोट 50.14 लाख केंद्र सरकारी कर्मचारी एवं प्राय 69 लाख पेंशनभोगी अच्छा। यार अर्थ होची 125 नियुत रु अधिक परिवार आर्थिक सुस्वस्थता सीधा सड़क यही कमिशन सुपारिश पर निर्भर करे माने पाई पारिबे। संसद मध्य एबे भी देखा ताहले संसद मध्य किछि एपरि प्रश्न उठाई जे आगामी बजट रे सरकार एथिपाई पांठी आवंटन करछंती कि नहीं। सरकार एक व्यावहारिक दृष्टिकोण ग्रहण करी कहिसंती जे कमिशन तांकर सुपारिश दाखल करिबा एवं सरकार से गुडी को ग्रहण करिबा परे ही कमिशन को कार्यकारी करिबा पई आवश्यक पांठी बजट रे आवंटन करा जिवो। माने ए जगह आपन को भी फटाफट कहउछि जो प्रश्न गुडी को आसी ए प्रश्न माने आगामी बजट रे सरकार किसी यापाई किसी आवंटन करेंगे और किसी व्यवस्थित करेंगे बोली किसी घोषणा मिली। यहाँ बहुत शीघ्र लागू होगा जाऊँगी अष्टम वेतन कमिशन को लेकिन। तो से पर्यंत आप अपेक्षार रुहतु जो पर्यंत आपन को जनवरी मिल पारे है। आजिकार ये वीडियो रे आपण मैंने सब किसी इनफॉरमेशन बुझी पार्टी। जदि भी आपको वीडियोटी भल लगी निश्चित भाव में वीडियो को गोटे लाइक करके चैनल को सब्सक्राइब करने, कारण जिते बड़े जहाँ लेटेस्ट अपडेट आसो आपण मैंने से अपडेट सर्वप्रथम पाई पारे।